ବଳଭଦ୍ର ସୁଭଦ୍ରା ଶ୍ରୀକୃଷ୍ଣ ଚୈତନ୍ୟ ପ୍ରଭୁ ନିତ୍ୟାନନ୍ଦ ଶ୍ରୀ ଅଚ୍ୟୁତ ଗଦାଧର ହରେ କୃଷ୍ଣ। শুনে আসি হরে কৃষ্ণ। ଚୈତନ୍ୟ ମହାପ୍ରଭୁ କଳି ଯୁଗରେ କହିଛନ୍ତି ଯେ ହରେ ନାମ ହରେ ନାମ ଏବ କେବଳମ୍ କଳୁ ନାସ୍ତେବ ଗତିରନ୍ତା। କଳି ଯୁଗରେ ଆଉ କିଛି ଗତି ନାହିଁ, କିଛି ଗତି ନାହିଁ ହରେ ନାମ ବିନା। କିନ୍ତୁ ଭାଗବତ ଅଛି କଲौ ଦୋଷ ନିଧି ରାଜନ ଅସ୍ତି ଏକ ମହଦ୍ଗୁଣ କୀର୍ତ୍ତନ ଆଦି ସଂଘର୍ଷ ମୁକ୍ତ ସଂଗମ ପରମ ବ୍ରଜ। କଳି ଯୁଗରେ ସବୁ ଜାଗାରେ ଦୋଷ, ସବୁ ଜାଗାରେ ଦୋଷ ଅଛି। କଳ ଦୋଷ ନିଧି ରାଜନ ଅସ୍ତି ଏକ ମହଦ୍ଗୁଣ, ମହଦ୍ଗୁଣ ଅଛି ନା କୀର୍ତ୍ତନ ଆଦି ସଂଘର୍ଷ ମୁକ୍ତ ସଂଗମ ପରମ ବ୍ରଜ। ଭଗବାନ ନାମ କୀର୍ତ୍ତନ କରି କଳି ଯୁଗରେ ଭଗବାନ ନାମ ଭଗବାନଙ୍କ ସହିତ ଯୁକ୍ତ ହବାର ଗୋଟେ ସରଳ ମାଧ୍ୟମ। ଯେମିତି ସତ୍ୟ ଯୁଗର ଲୋକ ଭଗବାନଙ୍କ ସହିତ ଯୁକ୍ତ ହବା ପାଇଁ କଣ କରୁଥିଲେ ନା ଧ୍ୟାନ କରୁଥିଲେ। ସତ୍ୟ ଯୁଗର ଲୋକଙ୍କର ଆୟୁଷ ବହୁତ ବର୍ଷ ଥିଲା। ଯେମିତି ହିରଣ୍ୟକଶ୍ୟପ ଆମେ ଜାଣିଥିବା 60,000 ବର୍ଷ ତପସ୍ୟା କରୁଥିଲେ ଭଗବାନ ପ୍ରାପ୍ତ ହେବା ପାଇଁ। ସେମିତି ତ୍ରେତା ଯୁଗରେ ଲୋକ କଣ କରୁଥିଲେ ନା ଭଗବାନ ସହିତ ଯୁକ୍ତ ହବା ପାଇଁ ସେ ଯଜ୍ଞ କରୁଥିଲେ। ତାଙ୍କ ସତ୍ୟ ତ୍ରେତା ଦ୍ୱାପର ତାପରେ କଳି କଳଉ ହରି ସଂକୀର୍ତ୍ତନ। କଳି ଯୁଗରେ ଭଗବାନ ପ୍ରାପ୍ତ ହେବା ପାଇଁ ହରି ସଂକୀର୍ତ୍ତନ ଗୋଟେ ବହୁତ ସରଳ। ଯେମିତି ଆମେ ଚେଷ୍ଟା କରିବା ଗୋଟେ ଯଜ୍ଞ କରିବା ପାଇଁ କେତେ ଆରେଞ୍ଜମେଣ୍ଟ କରିବାକୁ ପଡେ, କେତେ କିଛି ଆମକୁ ଜିନିଷ ଯୋଗାଡ଼ କରିବାକୁ ପଡେ। କିନ୍ତୁ ଭଗବାନ ନାମ କରିବାଟା ତା ଅପେକ୍ଷା ବହୁତ ସରଳ ଅଛି। ଯେମିତି ଯଜ୍ଞ କରିବା ପାଇଁ ଆମେ ଗୋଟେ ନିରାପଦ ସ୍ଥାନ ଯିବା ଦରକାର, ଉଚ୍ଚ ହେଇନଥିବ ନିଚ ହେଇନଥିବ, ଗୋଟେ ସମାନ ପରିସ୍ଥିତି ହେଇଥିବ, ସେଗୁଡାକୁ ଦରକାର। କିନ୍ତୁ ଏ ଯୋଉ ଜପ କରିବାଟା ବହୁତ ସରଳ ଆଉ ସହଜ ମଧ୍ୟ, କିଛି ଖର୍ଚ୍ଚ ନାହିଁ। ଜପ କରିବା ପାଇଁ କିଛି ଖର୍ଚ୍ଚ କରିବାକୁ ପଡିବ କିଛି ନାହିଁ, ଆଉ ବହୁତ ସରଳ ହିଁ ହୁଏ। ଆପଣ ଯେକୌଣସି ସକାଳେ ହୁଅନ୍ତୁ, ସନ୍ଧ୍ୟା ହୁଅନ୍ତୁ କି ରାତି ହୁଅନ୍ତୁ, ଶୋଇବା ପୂର୍ବରୁ ହଉ ଶୋଇବା ପରେ ବି ହଉ, ଯେତେବେଳେ ଚାହିଁବେ ଆପଣ ଜପ କରିପାରିବେ। ଯେମିତିକି ବର୍ତ୍ତମାନ ଆମେ ବିଭିନ୍ନ ପ୍ରକାର ଜାଗାରେ ଅଛେ କିନ୍ତୁ ସାଙ୍ଗ ହେଇ ଜପ କରିପାରୁଛୁ, କାହିଁକି ନା ଏଇଟା ବହୁତ ସରଳ ଉପାୟ ଅଛି ଆଉ ସହଜ ବି ଅଛି। ସାଙ୍ଗ ହେଇ ଜପ କରୁଛନ୍ତି, ଏଇଟା ବହୁତ ବଡ ଗୋଟେ ଅପରଚୁନିଟି। ଯେମିତିକି ଏକାକି ଆମର ନାହିଁ ପଣା ହରି ନାମ ସଂକୀର୍ତ୍ତନ। ଏକାକି ଭଜନ କରିବା ବହୁତ ଡିଫିକଲ୍ଟ ହେଇଯାଏ, କାହିଁକି ନା ମାନେ ଏ ସଂସାରଟା ହଉଛି ମାୟାର ପ୍ରଭାବରେ ଚାଲିଛି। ଆମେ ଭଗବାନ ନାମର ହଉଛି ପ୍ରଭାବ ଯେତେବେଳେ ଆମେ ଷ୍ଟାର୍ଟ କରୁଛେ, ଏଇଟା ହଉଛି ଗୋଟେ ଅପୋଜିଟ ଡିରେକ୍ସନ। ଯେମିତି ଗୋଟେ ସ୍ରୋତ ହଉଛି ନଦୀର ଗୋଟେ ସାଇଡ ଗୋଟେ ସ୍ରୋତ ହୁଏ, ସେଇ ସ୍ରୋତରେ ଯିବା ପହଁରିବା ବହୁତ ସହଜ, ସ୍ରୋତର ଏଗନେଷ୍ଟରେ ପହଁରିବା ବହୁତ କଷ୍ଟ। ଭଗବାନ ନାମ ଯେତେବେଳେ ଆମେ କରୁଛେ ଆଉ ଯେହେତୁ ଭକ୍ତ ସାଙ୍ଗରେ କରୁଛେ, ସେଇଟା ବହୁତ ପ୍ରଭାବ ପକାଏ। ମାନେ କଳି ଯୁଗରେ ଭକ୍ତ ସଙ୍ଗ ହିଁ ଶକ୍ତି, ସଙ୍ଗେ ଶକ୍ତି। ଏ ସଙ୍ଗରୁ ଆମେ ପଳେଇଗଲେ ଆମର ଶକ୍ତିଟା ପଳେଇଯାଏ। ଷ୍ଟାର୍ଟ କରିଥିଲି ବହୁତ ଭଲ ଜିନିଷ ଯୋଉଟା କି ଆମେ ସାଙ୍ଗ ହେଇ ଗୋଟେ ଜପ କରିବା ଗୋଟେ ସୁଯୋଗ ପାଉଛେ। ଆଉ ପ୍ରତି ଚେଷ୍ଟା କରିବା ନିଜ ଜପ କଲାବେଳେ ଶ୍ରବଣ କରିବା ପାଇଁ ହରେ କୃଷ୍ଣ 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 ହରେ 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 ରାମ 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 ହରେ ହରେ। ଯୋଉ ପ୍ରତି ଶବ୍ଦ ନାମ ବ୍ରହ୍ମ, ମାନେ ଶବ୍ଦ ବ୍ରହ୍ମ। ମାନେ ଶବ୍ଦକୁ ଆମେ ଶବ୍ଦ ଧର ଯେମିତି ଗୋଟେ ବ୍ୟକ୍ତି ନାଁ ଦଉଛି, ଆମେ କହୁଛେ କୃଷ୍ଣ, ସେ ବ୍ୟକ୍ତି କୃଷ୍ଣ, କୃଷ୍ଣ ଓରିଜିନାଲ ନାଁ ହଉଛି ଭଗବାନଙ୍କର। ସେମିତି ଯୋଉ ଆମେ ଶବ୍ଦ ଉଚ୍ଚାରଣ କରୁଛେ ଏ ସାଧାରଣ ଗୋଟେ ଅକ୍ଷର, କିନ୍ତୁ ଧର ସେ ଭଗବାନଙ୍କ ନାମ ହଉଛି, ସେଟା ଦିବ୍ୟ ହେଇଯାଉଛି। ସେ ଶବ୍ଦକୁ ଆମେ ଶୁଣିବା, ପ୍ରତି ଶବ୍ଦକୁ ହରେ କୃଷ୍ଣ 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 ହରେ 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 ରାମ 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 ହରେ ହରେ। ପ୍ରତି ଶବ୍ଦକୁ ଶୁଣିବାକୁ ଚେଷ୍ଟା କରିବା। ଏହା ମଧ୍ୟରେ କଣ ମନଟା ଜପ କରୁଛି, ଆମ ମନଟା କିନ୍ତୁ ଭଗବାନଙ୍କ ଯୋଉ ସେବାରେ ଲଗେଇବା। ଆଉ ସେ ଭଗବାନ ଶ୍ରବଣ କରିବା ହଉଛି ବହୁତ ଇମ୍ପୋର୍ଟାଣ୍ଟ। ଏ ଯୋଉ କରୁଛେ ଶୁଣିବା, ପ୍ରତି ଶବ୍ଦ ଶୁଣିଲେ କଣ ହବ, ମନର କାମ ହଉଛି ଆମେ ଯେମିତି ଗୋଟେ ମାଇଣ୍ଡ ନଟିଯାଏ, ଏକଟ ସେକଟ ଯିବ ମନ, ମନ କହିବ ନା ମୁଁ ଟିକେ ସେକଡକୁ ଯିବି। ଗୋଟେ ଛୋଟ ପିଲାଟା ଆମେ ତାକୁ ବସେଇଦବା ଗୋଟେ ଜାଗାରେ, ନା ମୁଁ ଆଉ ଟିକେ ସେକଡକୁ ଯାଉଛି, ମୁଁ ଟିକେ ସେକଡକୁ ଯାଉଛି, ସେମିତି ମନର କାମ ହେଲା ଯିବ ଏକଟ ସେକଟ। ଆମେ କହିବା ନା ମୁଁ ବହୁତ ବର୍ଷ ହେଲା ଜପ କଲିଣି, କି 5 ବର୍ଷ ହେଲା, 2 ବର୍ଷ ହେଲା,
ଜପ କଲେ ବି ଆମେ ମାଇଣ୍ଡ ଡାଇଭର୍ଟ ହବ, କିନ୍ତୁ ଆମର କାର୍ଯ୍ୟ ହେଲା ଶୁଣିବା ତାଙ୍କୁ ଶୁଣିବା, ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ। ଯେମିତି ଗୋଟେ ବ୍ୟକ୍ତି ଛୋଟ ପିଲାଟେ ବି ସେ ପଳେଇଯାଏ, କିନ୍ତୁ ବାପା ମା ତାକୁ କଣ କରନ୍ତି ନା ଆଣି ପୁଣି ସେଇ ଗୋଟେ ଜାଗାରେ ଭଲ ଜାଗାରେ ବସାନ୍ତି, ସେ ପୁଣି ପୁଣି ବସାନ୍ତି। ସେମିତି ଆମର କାର୍ଯ୍ୟ ହେଲା ଧୀରେ ଧୀରେ ଚେଷ୍ଟା କରିବା ଆମେ ସେଠି ବସେଇଦବା, ବସେଇଲେ କଣ ହବ ଆମ ଆ, ସେ ଶୁଣିପାରିବା, ପ୍ରପରଲି ଶୁଣିଲେ କଣ ହବ ମନଟା ଆମର କେନ୍ଦ୍ରୀଭୂତ ହେଇପାରିବ ଭଗବାନଙ୍କ ନାମରେ। ଲକ୍ଷ୍ୟ ହଉଛି ଭଗବାନ ସହିତ ଯୁକ୍ତ ହବା ମଣିଷ ଜୀବନ। ଆଉ ଜପ କରିବାରେ ବହୁତ ସରଳ, କଳି ଯୁଗରେ ଏଇଟା ହିଁ ମାଧ୍ୟମ। ଯେମିତି ପ୍ରଭୁପାଦ ବିଦେଶ ଯାଇଥିଲେ, ବିଦେଶ ଯାଇକି ଭଗବାନଙ୍କ ଆ ପ୍ରଚାର କରିବା ପୂର୍ବରୁ ପ୍ରଥମେ କଣ କରୁଥିଲେ ନା କୀର୍ତ୍ତନ କରୁଥିଲେ ଯାଇକି ଟମକିନ ସ୍କ୍ୱାର ପାର୍କରେ ଗୋଟେ ଗଛ ମୂଳରେ, ଏବେ ବି ଅଛି ଆମେ ଦେଖିପାରିବା ସେ ଜାଗା ଟା ସଂରକ୍ଷଣ କରି ରଖା ହେଇଛି। ସେଠି ଯାଇ କଣ କରୁଥିଲେ ନା ଏଇ ହରେ କୃଷ୍ଣ ନାମ ଜପ କରୁଥିଲେ। ହରେ କୃଷ୍ଣ ନାମ ଜପ କରିବା ଦ୍ୱାରା ହରେ କୃଷ୍ଣ ଆମର ଏଇ ତ ସ୍ୱଭାବ ଯେଇ ଜନ୍ମେ ତାର କୃଷ୍ଣ ଉପଜଇ ଭାବ। ତାର ଯିଏ ଭଗବାନ ନାମ କୀର୍ତ୍ତନ କରେ, କରିବା ପାଇଁ ପ୍ରୟାସ କରୁଛି, ତାର ନିଶ୍ଚୟ ଭଗବାନ ପ୍ରତି ଶ୍ରଦ୍ଧା ଆସିବ। କିନ୍ତୁ ସେ ପ୍ରୋସେସ ଟା ଫଲୋ କରିବା ଦରକାର, ଶ୍ରବଣ କରିବା ଦରକାର, ଆଉ ସଙ୍ଗେ ଜପ କରିବା ଦରକାର। ସେଟା ମାଧ୍ୟମରେ କଣ ହବ ଆମେ ଧୀରେ ଧୀରେ ଆମର ଯୋଉ ସ୍ଥିତିରେ ଅଛେ ଧୀରେ ଧୀରେ ଉର୍ଦ୍ଧକୁ ଯିବା, ଆଉ ଏଇ ଜନ୍ମରେ ଭଗବାନଙ୍କର ସହିତ ଯୁକ୍ତ ହେଇପାରିବା। ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ କୃଷ୍ଣ। ହରେ କୃଷ୍ଣ। ପ୍ରଭୁଙ୍କୁ ବିଶେଷ ଧନ୍ୟବାଦ ଦବା ସମସ୍ତେ ଗୋଟେ ଥର ହରେ କୃଷ୍ଣ ମହାମନ୍ତ୍ର କହିକି, ତାପରେ ଆମେ ଆଉ ଗୋଟେ ମାଳ ଜପ କରିବା, ଠିକ ଅଛି। ହରେ କୃଷ୍ଣ 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 ହରେ ହରେ, ହରେ ରାମ ରାମ ରାମ